ଦୁନିଆ କୁହେ ପୁଅ କେବେ ହାରେନି, ଏ ଦୁନିଆ କୁହେ ପୁଅ କେବେ କାନ୍ଦେନି, କିନ୍ତୁ ମୁଁ କହୁଛି ପୁଅ ହାରେ। ଛୋଟିଆ ପ୍ରୟାସ କରିଥିଲି ଲେଖିବାର, ଏଟା ଲେଖିଦେଲି। ଏଟା ମୋ ଲାଇଫର, ଆପଣଙ୍କ ଲାଇଫର, ସମସ୍ତଙ୍କ ଲାଇଫର ହିଁ। ତ ସେଇ ପୁଅ ବିଷୟରେ କେହି କେବେ କଥା ହୁଅନ୍ତି ନାହିଁ। ସେ ପୁଅ ଭବିଷ୍ୟତରେ ପୁଣି ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ବାବା ଭୋଲେନାଥ। ଆଜିର ବ୍ଲଗକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ଜଣାଉଛି। ଆପଣଙ୍କ ଭାଇ ୟୁନିକ୍ ମନୋଜ। ଲେଟ୍ସ ଷ୍ଟାର୍ଟ ଟୁଡେ ବ୍ଲଗ୍ସ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ଭଲରେ ଅଛନ୍ତି, ପ୍ରଭୁଙ୍କ ଆଶୀର୍ବାଦରେ, ମାଙ୍କ ଆଶୀର୍ବାଦରେ। ତ ଦିନଟା ଆଜି ମୋ ପାଇଁ ଏବେ ଏଉଠୁ ଷ୍ଟାର୍ଟ ହେଇଯାଉଛି। ସମୟ ହେଇଗଲେ ଆପଣଙ୍କର ବର୍ତ୍ତମାନ ଶୋଇକି ଉଠିଲା ପରେ ମୁଁ ଆପଣମାନଙ୍କ ସାଙ୍ଗରେ କଥା ହେଉଛି। ଦିନର ମାହୋଲଟା ଦେଖିଦେଉଛି, କ୍ଲାଇମେଟଟା ଦେଖିଦେଉଛି। ଏଇଠୁ ଘର କଥା ବସି ବସି କ୍ଲାଇମେଟଟା ଦେଖିଦିଅନ୍ତୁ। ଖରା ଆଉ ବାହାରେ କପଡ଼ା ଫପଡ଼ା ଶୁଭୁଛି, ଠିକ୍ ଅଛି। ଖରା ପାଗ ଆଜି, ନିର୍ଦ୍ଧୁମ ଖରା। ଡ୍ୟୁଟି ବି ଯିବାର ଅଛି, ତ ଜଲ୍ଦି ଜଲ୍ଦି କାମ ସାରିବା। ମୁଁ ହେଡ଼ଫୋନ୍ଟା ପକାଇ ଦେଇଥିଲି, ଫୋନ୍ ଆସୁଥିଲା ବୋଲି ସକାଳୁ ହେଡ଼ଫୋନ୍ ପକାଇ କଥା ହେଉଥିଲି। ତ ଆଜିର ବେସିକାଲି ଗୋଟେ କଥା କ'ଣ ଆପଣମାନଙ୍କୁ ଭାଇ କହୁଛି, ଗୋଟେ କଥା ସମସ୍ତ ମୁଁ ଯେତିକି ଦର୍ଶକ ଅଛନ୍ତି, ତ ସମାଜରେ ଦୁନିଆରେ ସମସ୍ତେ ସବୁ କିଛି ବିଷୟରେ କଥା ହୁଅନ୍ତି, କିନ୍ତୁ ଗୋଟାଏ ବିଷୟରେ କେହି କଥା ହୁଅନ୍ତିନି। ସେ କଥାଟା କ'ଣ ଜାଣିଛନ୍ତି? ଥରେ ଗେସ୍ କରି ଦେଖନ୍ତୁ କେଉଁ ବିଷୟରେ ହେଇଥାଇପାରେ, କେଉଁ ବିଷୟରେ ହେଇଥିବ। ଥର ନଲେଜରେ ଯେଉଁମାନେ ବି ଭାବୁଛ, ଯେଉଁମାନେ ବି କିଛି ଥିଙ୍କିଂ କରୁଛ, ତାକୁ ସାଙ୍ଗେ ସାଙ୍ଗେ ଯାଇ କମେଣ୍ଟରେ ମେନସନ୍ କରନ୍ତୁ, କମେଣ୍ଟ କରନ୍ତୁ। ତାପରେ ମୁଁ ଆଗକୁ ଆମେ ବଢ଼ିବା। ଜଷ୍ଟ ଗୋଟେ ସେକେଣ୍ଡ ପରେ ଆପଣମାନଙ୍କର ମେସେଜ୍ ପଢ଼ି ସାରିଲା ପରେ, ମେସେଜ୍ ଦେଖି ସାରିଲା ପରେ, ମାନେ କମେଣ୍ଟରେ କରିଦେଲେ 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 ତ ଆଚ୍ଛା ଠିକ୍ ଅଛି, କରିଦେଇଥିବେ। ମୁଁ ନିଶ୍ଚିତ ଜାଣିଛି ଆପଣମାନେ କରିଦେଇଥିବେ। ହଁ, ବାକି ରହିଲା ଏବେ ଏଇ ପର୍ଯ୍ୟନ୍ତ ଯେଉଁମାନେ ଦେଖିଛନ୍ତି ସେମାନେ ନିଶ୍ଚିତ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ନିଶ୍ଚିତ କରନ୍ତୁ। କାହିଁକିନା ଆପଣମାନଙ୍କ ଭଲ ପାଏ ମୋତେ ନିହାତି ଦରକାର, ଠିକ୍ ଅଛି। ତ ଆପଣମାନଙ୍କ ଭଲ ପାଇବା ବିନା ମୁଁ କିଛି ନୁହେଁ। ତ ଭାଇମାନେ କଥା କିଛି ଏମିତି, ଯେଉଁ କଥା ଆପଣମାନଙ୍କୁ କହିଲି ଯେ ଦୁନିଆରେ ସବୁ କଥା ବିଷୟରେ ସମସ୍ତେ କଥା ହୁଅନ୍ତି, କିନ୍ତୁ ଗୋଟେ ବିଷୟରେ କହି କଥା ହୁଅନ୍ତିନି। ସତ ଏଟା କି ମିଛ ଏଟା ଆପଣମାନେ ଆଗକୁ ଜାଣିବେ। କେମିତି ଜାଣିବେ? କଥାଟା ପୁରା ଶୁଣିବେ, ବ୍ଲଗ୍ଟା ପୁରା ଦେଖିବେ, ତେବେ ଆପଣମାନେ ଜାଣିପାରିବେ। ତ କଥାଟା କ'ଣ, ବିଶେଷ କରି ଆମେ ଯୁଆଡ଼େ ବି ଯିବା, ଲୋକ ବସିଥିବେ, ପେପର ପଢ଼ୁଥିବେ, ଏଜେଡ୍ ଲୋକ ହଉ କି ସାଙ୍ଗସାଥି, ଯଦି ଗୋଟେ ପିଲାଙ୍କର ଗ୍ରୁପ୍ ଥିବ, ଛିଡ଼ା ହେଇଥିବ, କେଉଁଠି କଥା ହେଉଥିବେ, ସେମାନେ ତାଙ୍କ ବିଷୟରେ କଥା ହେଉଥିବେ, ସାଙ୍ଗସାଥି ବିଷୟରେ କଥା ହେଉଥିବେ। କିଛି ଏଜେଡ୍ ଲୋକ ଯେଉଁଠି ବସିଥିବେ, ସେ ତାଙ୍କ ରାଜନୀତି ବିଷୟରେ, ଦେଶ ଦୁନିଆ ବିଷୟରେ କଥା ହେଉଥିବେ। ତ ଏମିତି ସବୁ କଥାବାର୍ତ୍ତା ଚାଲିଥାଏ। ଯେଉଁମାନେ ଭଉଣୀମାନେ ଯେଉଁଠି ଥାଆନ୍ତି, ସେ ତାଙ୍କ ମଜାମସ୍ତିରେ ଥାଆନ୍ତି, ତାଙ୍କ ସାଙ୍ଗସାଥିମାନଙ୍କ ବିଷୟରେ କଥା ହୁଅନ୍ତି। ତ ସେଇଟା ଲିଟରାଲି ଅଲ୍ ଓଭର୍ ୱାର୍ଲଡରେ ଏହା ହିଁ ହୁଏ। ତ ଦୁନିଆରେ ଗୋଟେ ଝିଅ ପରେ କିଛି ଯଦି ପ୍ରୋବ୍ଲେମ୍ ହେଇଗଲା, ତା ଉପରେ ସମସ୍ତେ ଟିପ୍ପଣୀ କରିବାକୁ ପଳେଇ ଆସିବେ, ଠିକ୍ ଅଛି। ଗୋଟେ ପଶୁ ଉପରେ, ଗୋମାତା ଉପରେ, କିମ୍ବା ଗୋଟେ କୁଲା କୁକୁର ଉପରେ ଯଦି କିଛି ଗୋଟେ ଆଘାତ ଆସିଗଲା, ତାପରେ ସମସ୍ତେ କଥା କହିବାକୁ, ମତ ଦେବା ପାଇଁ ଚାଲି ଆସିବେ। କିନ୍ତୁ କେବେ ଭାବିଛ ଗୋଟେ ପୁଅ ବିଷୟରେ କେତେ ଜଣ କଥା ହେଉଥିବାର, କେତେ ଜଣ ମତ ଦେଉଥିବାର? ପୁଅ କେବେ ଭାବିକି ଦେଖିଛ? ସେ ପୁଅ ଇଏ ଆପଣଙ୍କର ଭାଇ ହେଇପାରେ, ଭଉଣୀ ହେଇପାରେ, ଭାଇ ହେଇପାରେ, ବାପା ହେଇପାରେ, ଦାଦା ହେଇପାରେ, ମାମୁଁ ହେଇପାରେ, ଭଣଜା ବି ହେଇପାରେ। ସେଇ ପୁଅ ବିଷୟରେ କେହି କେବେ କଥା ହୁଅନ୍ତି ନାହିଁ। ସେ ପୁଅ ଭବିଷ୍ୟତରେ ପୁଣି ଜଣଙ୍କର ସ୍ୱାମୀ ହୁଏ, ଜଣଙ୍କର ବାପ ହୁଏ, ଜଣଙ୍କର ଅଜା ହୁଏ, ମାନେ କ'ଣ ସମ୍ପର୍କ। ତ ଆଜି ସେଇଭଳିଆ କିଛି କଥା ମନକୁ ଆସିଛି, ସେଇଟାକୁ ଆପଣମାନଙ୍କ ଆଗରେ ଜଣାଇବାକୁ ଚାହୁଁଛି। ସେ କଥାଟା କ'ଣ ଆପଣଙ୍କ ଆଗରେ କହୁଛି, ସେଟାକୁ ଜଷ୍ଟ ଗୋଟେ ରାଇଟ୍ ଡାଉନ୍ କରି ରଖିଦେଲି, ଲେଖିକି ରଖିଦେଲି। ସେଟାକୁ ଆପଣଙ୍କ ଆଗରେ କହୁଛି। ଯଦି ଏଇଟା ସତ ହେଇଥିବ, ଠିକ୍ ଲାଗୁଥିବ, ଭଲ ଲାଗୁଥିବ, ତାହେଲେ କମେଣ୍ଟ ମଧ୍ୟ ନିଶ୍ଚିତ ଜଣାଇବେ ଭଲ ଲାଗିଲା। ଜଷ୍ଟ ଗୋଟେ ଛୋଟ ପ୍ରୟାସ ମୋର, ଆବାଉଟ୍ ଅଲ୍ ବଏଜ୍, ସବୁ ଭାଇମାନଙ୍କ ପାଇଁ ମୋର, ଆଉ ନହେଲେ କିଛି ନାହିଁ, ଠିକ୍ ଅଛି। ଚାଲନ୍ତୁ ଯିବା ସେ କଥାଟା ଶୁଣିବା। କ'ଣ ଲେଖିଥିଲି, ହୃଦୟରୁ ଲେଖିଥିଲି, ମନରୁ ଲେଖିଥିଲି, ଠିକ୍ କି ଭୁଲ ସେଟା ଆପଣଙ୍କ ହାତରେ କଥା, ଆପଣଙ୍କ ହାତରେ କଥା, ଆପଣ ହିଁ। ହଁ ଆଜ୍ଞା, ଆପଣମାନେ ସମସ୍ତେ ଶୁଣୁଥିବେ ଦୁନିଆରେ ପୁଅଙ୍କ ବିଷୟରେ କ'ଣ କୁହାଯାଏ। ତା ଭିତରୁ ସାମାନ୍ୟ ଜଷ୍ଟ ଛୋଟ ପ୍ରୟାସ ଆପଣମାନଙ୍କ ପାଇଁ। ଦୁନିଆ କୁହେ ପୁଅ କେବେ ହାରେନି, ଏ ଦୁନିଆ କୁହେ ପୁଅ କେବେ କାନ୍ଦେନି, କିନ୍ତୁ ମୁଁ କହୁଛି ପୁଅ ହାରେ, ପୁଅ କାନ୍ଦେ। ପୁଅ ହାରେ ତା ସ୍ୱପ୍ନ ଆଗରେ, ପୁଅ କାନ୍ଦେ ତା ସ୍ୱପ୍ନ ହଜିଗଲେ। ପୁଅ ହାରେ ତାର ରେସ୍ପନ୍ସିବିଲିଟି ଆଗରେ, ପୁଅ କାନ୍ଦେ ତା କର୍ତ୍ତବ୍ୟ ଆଗରେ। ହଁ, ପୁଅଟି ହାରେ, ହଁ ପୁଅଟି କାନ୍ଦେ। ସେତେବେଳେ ହାରେ ଯେତେବେଳେ ଘରର ଦାୟିତ୍ୱ ପଡ଼େ ତା କାନ୍ଧରେ।
ସେତେବେଳେ କାନ୍ଦେ ଯେତେବେଳେ ପୁଅଟି ତାର ସବୁ ଇଚ୍ଛା ସବୁ ସ୍ୱପ୍ନକୁ ଭୁଲି ସତକୁ ଆବୁରେଇ ନିଏ ପରିସ୍ଥିତିର ଚାପ। ହଁ, ପୁଅଟି ହାରେ। ଫିର ବି ପୁଅଟି ହାରେ, କାରଣ ପୁଅଟି ହସି ହସି କାନ୍ଦେ ଦୁନିଆ ଆଗରେ। ଭାଇମାନେ, ଜଷ୍ଟ ଏଇଟା ଆପଣଙ୍କ ପାଇଁ ଜଷ୍ଟ ମୋର ଗୋଟେ ଛୋଟ ପ୍ରୟାସ ଥିଲା, ଯେଉଁଟାକି ଆପଣଙ୍କ ଆଗରେ ମୁଁ ଦେଖେଇଲି। ଯଦି ଭଲ ଲାଗିଛି ତାହେଲେ ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ। এটা କେବଳ ପୁଅଙ୍କ କଥା ନୁହଁ, ଇଏ ସମାଜର ସମସ୍ତ ଭାଇମାନଙ୍କର କଥା, ସମସ୍ତ ବଏଜମାନଙ୍କର କଥା, ଭାଇପଣାର କଥା, ଭାଇମାନଙ୍କର କଥା। ଆମେ ଷ୍ଟ୍ରଗଲ୍ କରନ୍ତି, ତ ଷ୍ଟ୍ରଗଲ୍ ବହୁତ ମାତ୍ରାରେ କରନ୍ତି। କେତେବେଳେ ଷ୍ଟ୍ରଗଲ୍କୁ ଆମ ଷ୍ଟ୍ରଗଲ୍କୁ ସମାଜ ଏକ୍ସେପ୍ଟ କରେ, କେତେବେଳେ କରେନି। କେତେବେଳେ ପରିସ୍ଥିତି ଏମିତି ଆସିଯାଏ ଆମ ସବୁ ସ୍ୱପ୍ନ ଆମେ ଭୁଲିବାକୁ ଲାଗିଯାଉ। ପରିସ୍ଥିତିର ଘରର ପରିସ୍ଥିତି ନେଇ ନିଜ ସ୍ୱପ୍ନ ନିଜ ଇଚ୍ଛାକୁ ଭୁଲି ଯାଉ। ନିଜର ବହୁତ ସ୍ୱପ୍ନ ଆମେ ଦେଖିଥାଉ, ଯାହା ପଛରେ ଦୌଡ଼ିଥାଉ। କିଛି ବର୍ଷ ଘରର ଦାୟିତ୍ୱ ପଡ଼ିଲା ପରେ ସେ ସ୍ୱପ୍ନକୁ ଆମେ ଭୁଲି ହିଁ ଯାଉ, ଭୁଲିବାକୁ ବାଧ୍ୟ ହଉ। ତ ଏଇସବୁ ଜିନିଷ ଭାବିକିରି, ଏଇସବୁ ଜିନିଷ ସତ୍ୟତାକୁ ଦେଖିକିରି ଜଷ୍ଟ ଗୋଟେ ଛୋଟିଆ ପ୍ରୟାସ କରିଥିଲି ଲେଖିବାର। এটা ଲେଖିଦେଲି। এটা ମୋ ଲାଇଫ୍ର, ଆପଣଙ୍କ ଲାଇଫ୍ର, ସମସ୍ତଙ୍କ ଲାଇଫ୍ର ହିଁ କଥା, ଆପଣମାନଙ୍କ କଥା, ମୋର କଥା, ଆମମାନଙ୍କର କଥା। ଭିଡ଼ିଓଟି ଭଲ ଲାଗିଛି ତାହେଲେ ନିଶ୍ଚିତ ଭାଇମାନେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। କାହିଁକି ନା ଆପଣଙ୍କ ଭଲ ପାଇବା ମୋତେ ନିହାତି ଦରକାର। ଆପଣ ଭଲ ପାଇବା ଦେଲେ ମୁଁ ଆପଣଙ୍କ ପାଖରେ ସେମିତି ଥିବି, ଏମିତି ରହିଥିବି। ତ ଆଶା କରୁଛି ଆପଣମାନଙ୍କୁ ଏ ଭିଡ଼ିଓଟା ଭଲ ଲାଗିଥିବ, ଏ ବ୍ଲଗ୍ଟା ଭଲ ଲାଗିଥିବ। ରହିଲି ଆଜ୍ଞା, ଯଦି ଭଲ ଲାଗିଛି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ। ଜୟ ଜଗନ୍ନାଥ। ପୁଣି ଥରେ ଦେଖା ହେବ ଆପଣମାନଙ୍କ ସହ ଏକ ସୁନ୍ଦର ଶାନଦାର ବ୍ଲଗ୍ରେ। ସେତେ ପର୍ଯ୍ୟନ୍ତ ଷ୍ଟେ ଟ୍ୟୁନ୍।